ଅସାବଧାନତାରୁ ଦୁର୍ଘଟଣା ଚାହୁଁ ଚାହୁଁ ଚାଲିଗଲା ଜଣଙ୍କ ଜୀବନ। ଟ୍ରେନ୍ର ଇଞ୍ଜିନ୍କୁ ବଗି ସହିତ ସଂଯୋଗ କରିବା ବେଳେ ଭୁଲ ସିଗ୍ନାଲ ପାଇଁ ଚାଲିଗଲା ଜୀବନ। ବିହାରର ବରନି ଜଙ୍କସନରେ ଘଟିଛି ଏହି ଲମ୍ବଟାଙ୍କୁରା ଦୁର୍ଘଟଣା। ଅମନ କୁମାର ନାମକ ଜଣେ ରେଳ କର୍ମଚାରୀ ଲକ୍ଷ୍ନୌ ବୋରିଂ ପ୍ଲାଟଫର୍ମ ନମ୍ବର 5ରେ ଆସିଥିବା ଏକ ଟ୍ରେନ୍ର ଇଞ୍ଜିନ୍ ଓ ବଗିକୁ ସଂଯୋଗ କରିବା ସମୟରେ ଭୁଲବଶତଃ ଇଞ୍ଜିନ୍ ପଛକୁ ଆସିଥିବାରୁ ସେ ତା ଭିତରେ ଚାପି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଛି। ଏହି ଯନ୍ତ୍ରଣାଦାୟକ ଦୁର୍ଘଟଣା ଜନିତ ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କର୍ମଚାରୀଙ୍କ ସୁରକ୍ଷା ଏବଂ ଭାରତୀୟ ଟ୍ରେନ୍ରେ ପୁରୁଣା ମାନୁଆଲ କମ୍ପ୍ଲିଟ୍ ସିଷ୍ଟମକୁ ନେଇ ଗଭୀର ଚିନ୍ତା ପ୍ରକଟ କରାଯାଇଛି। ଏକ ରିପୋର୍ଟ ଅନୁଯାୟୀ 2019ରୁ 2023 ନଭେମ୍ବର ମଧ୍ୟରେ ଡ୍ୟୁଟିରେ ଥିବା ବେଳେ ଅତି କମ୍ରେ 361 ରେଳ କର୍ମଚାରୀ ଏଥିରେ ପ୍ରାଣ ହରାଇଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଯେ ଅନ୍ୟ ଦେଶରେ ମେସିନ ସାହାଯ୍ୟରେ ଟ୍ରେନ୍ ସଂଯୋଗ ଏବଂ ପୃଥକ କାର୍ଯ୍ୟ ହେଉଥିବା ବେଳେ ଭାରତରେ ଆଉ କେବେ ସମସ୍ତ ଟ୍ରେନ୍ରେ ଏହା ଲାଗୁ ହେବ?